ଚାକିରିରୁ ଅବସର ନେବା ପରେ ସମସ୍ତେ ଚାହାନ୍ତି ସେମାନଙ୍କର ଟଙ୍କା ଏମିତି ଏକ ସୁରକ୍ଷିତ ଜାଗାରେ ରହୁ ଯେମିତିକି ପ୍ରତି ମାସରେ ତାଙ୍କର ଭଲ ଇଣ୍ଟରେଷ୍ଟ ମଧ୍ୟ ଆସୁ ଏବଂ ଟଙ୍କା ମଧ୍ୟ ସୁରକ୍ଷିତ ଜାଗାରେ। ଯଦି ଆପଣ ଜଣେ ବରିଷ୍ଠ ନାଗରିକ କିମ୍ବା ଆପଣଙ୍କ ଘରେ ବରିଷ୍ଠ ନାଗରିକ ଅଛନ୍ତି, ଏ ଭିଡ଼ିଓଟା କେବଳ ଆପଣମାନଙ୍କ ପାଇଁ। ଭିଡ଼ିଓଟା ପୁରା ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ, ବହୁତ ବେନିଫିଟ୍ ଆପଣମାନଙ୍କୁ ମିଳିବ। ଆଜି ମୁଁ ଆପଣମାନଙ୍କୁ ଗୋଟେ ଏମିତି ସ୍କିମ୍ ବିଷୟରେ କହିବି ଯେଉଁ ସ୍କିମ୍ରେ ଖାଲି ଆପଣଙ୍କର ଟଙ୍କା ସୁରକ୍ଷିତ ରହିବ ନାହିଁ, ବରଂ ପ୍ରତି ମାସରେ ଆପଣଙ୍କୁ ଗୋଟେ ଭଲ ଆମାଉଣ୍ଟର ଇଣ୍ଟରେଷ୍ଟ ମଧ୍ୟ ମିଳିବ। ଆପଣଙ୍କୁ ମୁଁ ଆଜି କହିବି ଯେ SCSS ବା ସିନିୟର ସିଟିଜେନ୍ ସେଭିଂ ସ୍କିମ୍। ଏହି ସ୍କିମ୍ରେ ଆପଣମାନେ ଯଦି ସେଭ୍ କରିବେ ବା ଟଙ୍କା ଡିପୋଜିଟ୍ କରିବେ, ଆପଣଙ୍କୁ ବହୁତ ଇଣ୍ଟରେଷ୍ଟ ମଧ୍ୟ ମିଳିବ ଏବଂ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିବ। ଏହି ସ୍କିମ୍ଟା କ'ଣ ଏବଂ କ'ଣ ରହିଛି ତା'ର 2026ର ନୂଆ ପ୍ରୋସେସ୍ ପୁରା ଏହି ଭିଡ଼ିଓରେ ଜାଣିବା। ଏହି ଯୋଜନାଟି କ'ଣ ଏବଂ କେଉଁମାନେ କେବଳ ଏହି ସ୍କିମ୍ର ବେନିଫିଟ୍ ପାଇପାରିବେ, ଚାଲନ୍ତୁ ଜାଣିବା। SCSS ହେଉଛି ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସୁରକ୍ଷିତ ସଞ୍ଚୟ। ଯେଉଁମାନଙ୍କର ବୟସ 60 କିମ୍ବା ତାଠାରୁ ଅଧିକ, ସେଇମାନେ ହିଁ କେବଳ ଏହି ସ୍କିମ୍ରେ ଆକାଉଣ୍ଟ ଖୋଲିପାରିବେ ଏବଂ ସେଭିଂ। ଯଦି କେହି ବ୍ୟକ୍ତି 55ରୁ 60 ବୟସ ମଧ୍ୟରେ ଯଦି ଅବସର ନେଉଛନ୍ତି, ସେମାନେ ମଧ୍ୟ ଏଥିରେ ଆକାଉଣ୍ଟ ଖୋଲିପାରିବେ, କିନ୍ତୁ ସେମାନଙ୍କ ପାଇଁ କିଛି ଗାଇଡ଼ଲାଇନ୍ ଅଲଗା ଅଛି। ଆପଣ ଏହାକୁ ବ୍ୟକ୍ତିଗତ ଭାବେ କିମ୍ବା ନିଜ ସ୍ତ୍ରୀ କିମ୍ବା ନିଜ ସ୍ୱାମୀଙ୍କ ସହିତ ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏବେ ଜାଣିବା ଟଙ୍କା ବିଷୟରେ। ଏହି ଯୋଜନାରେ ଆପଣ ସର୍ବନିମ୍ନ 1000 ଟଙ୍କାରୁ ଆରମ୍ଭ କରି ସର୍ବାଧିକ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ। ବର୍ତ୍ତମାନ ଏଥିରେ 8.2% ସୁଧ ମିଳୁଛି, ଯାହାକି ଫିକ୍ସଡ ଡିପୋଜିଟ୍ ଠାରୁ ଅନେକ ଅଧିକ। ସବୁଠାରୁ ବଡ଼ ସୁବିଧା କଥା ହେଉଛି ଯେ ଆପଣଙ୍କୁ ଇଣ୍ଟରେଷ୍ଟଟା ପ୍ରତି 3 ମାସରେ ମିଳିବ, ଯାହାକି ଆପଣଙ୍କର ଖର୍ଚ୍ଚକୁ ଚଳାଇବା ପାଇଁ ବହୁତ ହେଲ୍ପଫୁଲ୍ ହେବ। ଏହି ସ୍କିମ୍ରେ ଆପଣ 5 ବର୍ଷ ପାଇଁ ଡିପୋଜିଟ୍ କରିପାରିବେ। 5 ବର୍ଷ ପରେ ଯଦି ଆପଣମାନେ ପୁଣି ଚାହାନ୍ତି ୟାକୁ 3 ଇୟର୍ ବା 3 ବର୍ଷ ପାଇଁ ବଢ଼େଇ ମଧ୍ୟ ପାରିବେ। ସବୁଠାରୁ ବଡ଼ କଥା ହେଉଛି ଯଦି ବର୍ଷକୁ ଆପଣଙ୍କର ସୁଧ ଟଙ୍କା 50,000 କିମ୍ବା ତାଠାରୁ ଅଧିକ ହୁଏ, ଆପଣଙ୍କର TDS କଟିପାରେ। ଓକେ, ଆଉ ଗୋଟେ ଆପଣଙ୍କ ପାଇଁ ଭଲ କଥା ହେଉଛି ଇନକମ୍ ଟ୍ୟାକ୍ସର ରୁଲ୍ ହିସାବରେ, ATC ରୁଲ୍ ହିସାବରେ ଆପଣଙ୍କୁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମଧ୍ୟ ମିଳିପାରେ। ଏହି ଖାତା ଖୋଲିବା ବହୁତ ସହଜ। ଆପଣ ନିକଟସ୍ଥ ଯେକୌଣସି ପୋଷ୍ଟ ଅଫିସ୍ କିମ୍ବା ଘରୋଇ ବ୍ୟାଙ୍କ କିମ୍ବା ସରକାରୀ ବ୍ୟାଙ୍କ ମଧ୍ୟ ଆପଣ ଯାଇ ଏଠାରେ ଆପଣଙ୍କର ଆକାଉଣ୍ଟ ଖୋଲିପାରିବେ। ଆବଶ୍ୟକ ଡକୁମେଣ୍ଟ ଆପଣ ଜାଣିଥିବେ, ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼, ତା ସହିତ ଆପଣଙ୍କର ଏଜ୍ ଗ୍ରୁପ୍ ମଧ୍ୟ ଦରକାର ପଡ଼ିବ। ତା ସହିତ ଆପଣଙ୍କର ପାସପୋର୍ଟ ସାଇଜ୍ ଫଟୋ ମଧ୍ୟ ଦରକାର ପଡ଼ିବ। ଇଣ୍ଡିଆ ପୋଷ୍ଟରୁ ଆପଣ ଫର୍ମ ଆଣି ମଧ୍ୟ ବହୁତ ଶୀଘ୍ର ଆପଣ ଏହି ସ୍କିମ୍ରେ ବେନିଫିଟ୍ ମଧ୍ୟ ପାଇପାରିବେ। ଶେଷରେ ମୁଁ ଏତିକି କହିବି, ଯଦି ଆପଣଙ୍କର ଜମାରାଶି ଉପରେ ସୁରକ୍ଷିତ ଏବଂ ଭଲ ରିଟର୍ଣ୍ଣ ପାଇବା ପାଇଁ ଚାହୁଁଛନ୍ତି, SCSS ଠାରୁ ଭଲ ବିକଳ୍ପ ଯୋଜନା ଆଉ କିଛି ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଆପଣମାନେ ଅଲଗା କିଛି ଜାଣିବା ପାଇଁ ଚାହୁଁଛନ୍ତି, କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଏବଂ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ, ଲାଇକ୍ କରିବା ସହିତ ଗୋଟେ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ଭଲ ସ୍କିମ୍ ଡିଟେଲ୍ସ ସହିତ ଏହି ଚ୍ୟାନେଲରେ। ଆପଣମାନେ ଚାହିଁଲେ ଆମକୁ ଫାଇନାନ୍ସିଆଲ ସପୋର୍ଟ ମଧ୍ୟ କରିପାରିବେ। QR କୋଡ଼୍ ଓପନ୍ ଅଛି, ଆପଣମାନେ ସ୍କାନ୍ କରି ମଧ୍ୟ ଆମକୁ ସପୋର୍ଟ କରିପାରିବେ।